ରବେ ତ କାଟି ଦଉ ନା କଣ ବୋଲୁ କଣ 2 ରୁ 3 ବର୍ଷ ଛୁଆର କରିଥିଲା ତୁମ ଦେଖିଲା ବେଳ ଫ୍ଲିପକାର୍ଟ ରେ ତୁ ନବୁ କେତେ ଝିଅ ପାଇଁ କମ ପଇସା ବହୁତ ହଁ 200 ନବୁ ଅର୍ଡର କରି ଦେ ଆଜି ଆସିବା ଏଇନା କହିବୁ ଯଦି କହ ଏଇନା ଅନଲାଇନ ରେ ଆସିଲା ପୁଅ ପାଇଁ ହବ ତ ଝିଅ ଯଦି ହବ ପୁଣି ମମି ଡାଡା ଲେଖା ହେଇଛି ସେଇଟା ମତେ ବେଶୀ ଭଲ ଲାଗିଲା ସେଇଠି ଅର୍ଡର କରିଦେଇଥିଲି ଆଇ ଲଭ ମାଇ ଆଉ ଟିକେ ବଡ ହେଇଥିଲେ ହେଇଥାନ୍ତା। ହଁ ଏଇଟା କିନ୍ତୁ ତ ଝିଅ ପାଇଁ ଫିଟ୍ ନହେଲେ ରିଟର୍ନ କରିବୁ ଆଉ କଣ କରିବୁ ରିଟର୍ନ କରିଦଉ ମୁଁ ଫ୍ଲିପକାର୍ଟ ବାଲା ହଇରାଣ କରୁଛନ୍ତି ଦେଖିଆ ଯଦି ତୁ କହିବୁ ତାହେଲେ ଇଏ କରିଦବା ୟା ଭିତରେ ଦେଖିଆ ଗୋଟେ ଅଛି ଠିକ ଅଛି କି ଭୁଲ ଅଛି ଦେଖିବା ତୁ ଯଦି ନବୁ ନେଇ ଯା ନହେଲେ ରିଟର୍ନ କରିବୁ ଆଉ ସେ ଓ ୟା ଭିତରେ ଗୋଟେ ଅଛି ଇଏ ବେଙ୍ଗ ଦେଖିଆ ମୁଁ ଚିଡି ହେଇକି ଏ ଦାଟା ଆଣ କାଟିଦବା ଦେ ଦେ ଚିରିବ ବୋଲି ଯାଉଛି ମତେ ଦେ ଚାଦି ଆସିମ ତ ଇଏ ନା ଇଏ ରିଟର୍ନ ହେଇ ପାରିବନି ଏଟା କୋନଟା ପେଣ୍ଟ ଗୋଟେ ହଁ ସେଟା ରଖିବା ଦେଖନ୍ତୁ ପେଣ୍ଟ କତାରେ କଟା ହଉଛି ଆଉ ଏଟା କଣ ଇଏ ଚିରି ବେଲି ହାତରେ ନା ସେ ତାର କତାରେ କାଟିବ ଦେବେ ନା ତାକୁ ଡ୍ରେସ ଟା କୁତୁରା ହେଇଯିବ ଯାହା କୁତୁରା ହବ ଦେଖିଆ କଣ ଏ ବାପ ପୁରା ହ୍ୱାଇଟ ହ୍ୱାଇଟ ଆଉ ସାର୍ଟଟା କି? ନା ଭଲ ଅଛି ଏତେ ଭଲ ନାହିଁ ପେଣ୍ଟଟା ଭଲ ଲାଗୁଛି କେତେ ଟଙ୍କା ଦେଇଥିଲୁ ଭଲ ଅଛି କେତେ ଟଙ୍କା ଦେଇଥିଲୁ କହନି ମତେ ସକାଳୁ ସକାଳୁ ଆମ ପୁଅ ଦେଖନ୍ତୁ ମାଛକୁ ଗଦଉଛି ସାବୁନରେ କିଏ ଗଦେଇଥିବ ନା ତମେ ଗଦେଇଥିବ ନା କେବେ ଏ ଶୁଣ ମୋ କଥା ଟିକେ କଣ କହୁଛୁ ବୁଲା ଯାକୁ ତା ପୁଅ ହିସାବ ନଉଛି ଦୋକାନ ସଉଦା ପତ୍ର ଦେଲା ବେଳକୁ ବୁଝିଲୁ ନା ମୁଁ କହୁଛି ଆମେ ଯେତେବେଳେ ଯାଉଛୁ ସମସ୍ତେ ଆମକୁ ମାଗଣା ଗୋଟେ ଦେଇଦଉ ଯଦି ମନ ଇଚ୍ଛା ଖାଇବୁ ବିକ୍ରି କରିବୁ ଆଉ ତୁ ବିଜନେସ କରିପାରିବୁନି ଏଇ ବୁଦ୍ଧିରେ ଭାଇର ଅଛି ଭାଇ ଟୋଟାଲି ବିଜନେସ କରିପାରିବନି ମାଗି ଚାଟା ଖଣ୍ଡେ କରି ଖାଇଦେ ଏମିତି ଖାଇଲେ ତୁ ବିକ୍ରି କରିପାରିବୁ ଏ ଶୁଣୁ ଏ କୁହାଳିଆକୁ ଟିକେ ଭିଡ଼ିଓଟା ନା କହିଲୁ ଇଏ ଯୁଆଡ଼େ ଯିବ ଖାଲି ଭଲ ଜିନିଷ ଖାଇବ ଯୋଉଟା ଦରକାର ନାହିଁ ମୁଁ ଏଇ ଜିଆ ଖାଇମି କହୁଥିଲି 2 ବର୍ଷ ତଳରୁ ଆଉ କହୁଛି ଯାହା କରିନା ତମର କଲେଜ ସାର୍ଟଟା ଆଉ ଦାଦା ନା କଲେଜ ବହୁତ ଦିନ ଶାଢ଼ୀ ନା ବହୁତ ଦିନର ସାର୍ଟ ଚକଚକ କରୁଛି ସଫା କରିଦେଲେ ନା ଚକଚକ ନା ଏରା ସଫା ହେଇନି କିନ୍ତୁ ସେଇପା ମୁଁ ସେଇ କଥା କହୁଛି ଆଇରନ୍ କରିଦବ କହିବୁ ଯେ ଆଇଲା ଶୋରୁମରୁ ଧରିକି ଆଣିଛି ସେ ଦାଦା ଗଦଉଛି ତାକୁ ସବୁଠୁ ବଡ଼ କଥା ମୋ ପୁଅ କାଇଁ ଗଧଉଛି ଜାଣିଛୁ ନା ତାକୁ ଗୋରା କରିବ ତାର କଳା ଲୋକ ପସନ୍ଦ କରିବ ଆମେ ତ ସବୁ କଳା ଗୁରା ଏଇ ବୁଲେଇ ଦେଲା କେତେ ବଡ ଗଧେଇଲାଣି ଜାଣିଛ ନା ଦାଦା ଘଣ୍ଟା ହେଲାଣି ଆଉ କଳା ଲିଷ୍ଟରେ ଯିବୁ ନା ମାଗୁର ମାଛ ମୋ ଭାଇ ମାଗୁର ମାଛ ବର୍ଣ୍ଣ ନୁହଁ ମାଗୁର ମାଛ ମାଗୁର ମାଛର ଭଲ ଟେଷ୍ଟ ନା ଏକା ରକ୍ତ ଫକ୍ତ ବଢିଆ ହଁ ଏଇଠି ତାକୁ ଗଧଉଛି ଦେଖନ୍ତୁ ଆ ସାବୁନଟା ଦେଖ ଏଇ ଦେଖନ୍ତୁ ଏଇ ସାବୁନଟା ମାରିକି ନାଲି ସାବୁନ ମାରିକି ଲାଇବ ସାବୁନ ମାରିକି ଏଇ ମାଛଟାକୁ ଆମ ପୁଅ ହେଲାଣି ଘଣ୍ଟେ ଗଧଉଛି ଏଇଟା ମୁଁ ଯାଇଥିନି ଚାଲିବା ପାଇଁ ନେଇକି ଆସିଛି ମାଛଟା ଧରିକି ସେ ତାର ଏଇଟାରେ ଗଧଉଛି କହିଲେ ତାକୁ ଧଳା କରିବି ଧଳା କରିବ ଭାଇ ଧଳା କରିଦେଲାଣି ଦେଖେ ସତରେ ଏଟା ହଉଛି ବାଲକିରି ମାଛ କହନ୍ତି ଆପଣ ଆଡେ କଣ କହନ୍ତି କମେଣ୍ଟ ମାଧ୍ୟମରେ କହିବେ ସକାଳୁ ସକାଳୁ ଦାଦା ଧରିଲେଣି ନାଲି ଚା ଆମର ନାଲି ଚା ତମର ଧଳା ଚା ନା ସତରେ ନା ଆଉ ନାଲି ଆମର ସିନା ଗ୍ୟାସ୍ ହଉଛି ସମସ୍ତଙ୍କର ଗ୍ୟାସ୍ ହବ ମୋର ଗ୍ୟାସ୍ କିନ୍ତୁ ମୁଁ କଣ୍ଟ୍ରୋଲ କରି ଚାଲିଛି ବାବା ହଁ ଖାଇବା ଫାଇବା ସବୁ ନା କି ମୋର ଯୋଉ ଏଠି ଗ୍ୟାସ୍ ବାହାରିବ କଣ ମତେ ଅନ୍ଧାର କରିଦେବ ହେଲା ନା ସେଥିପାଇଁ ମୁଁ କଣ୍ଟ୍ରୋଲ କରି ଚାଲିଛି ଏତେ ବର୍ଷ ହେଲାଣି ଆସିକି କେତେ ବର୍ଷ ହେଲାଣି ଆସିକି ଗ୍ୟାସ୍ ସେ ପୁକରା ଦାଦା ହେଇଥିଲେ ହେଲା କି ତାପରେ ସେ ପୁକ ଗୁରାକୁ ଆମେ ହେଲା କାଢିଦେନୁ ସେଇ ଯୋଉ ମାଂସଟା ପଡିଥିଲା ଖୁପାରି ଦେଇକିନା ପୁକ ଗୁରାକୁ ସବୁ ହେଲା ଯୋଉ ଛାଙ୍କି ଦେନୁ ଗୋଟେ ପୁରା ସରୁ ଇଏରେ ମସୁରରେ ବ୍ଲିଚିଂ ପାଉଡର ଢାଳିଦେନୁ ଗୋଟେ ପୁରା ଏକାଥରେ ହେ ବ୍ଲିଚିଂ ପାଉଡର ଭିତରେ ବାସୁଛି ସେଠି ଗୋଟେ ତେଲିଆ ଅଂଶଟା ରହିଛି ଆମକୁ ସେ ବ୍ଲିଚିଂ ପାଉଡର ବାଲା କହିଲା କିଛି କରିବା ଦରକାର ନାହିଁ ଉପରଟାରେ ଛାଙ୍କି ଦେବ ପକେଇଦେବ 3-4 ଦିନ ହେଲେ ଗଲେ ଠିକ୍ ହେଇଯିବ ବୋଲି ଏଇଟା ଦେଖନ୍ତୁ ଏଇଟା ମୋ ବୁଦ୍ଧିରେ ହେଇଛି ମୋ ବାପାଙ୍କ ବୁଦ୍ଧିରେ ନା ମୋ ବୁଦ୍ଧିରେ এইটার ছঙ্কা হচ্ছে আমার কুয় ହେଇଛି ସେ ସାଇଡ୍ଟା ମୁଡ଼ି ଦିଅ ବାପା ସେଇଟା ହଁ ମୁଡ଼ି ଦିଅ ବାସ୍ ଛାଙ୍କି ଦଉଛୁ ଭାଉଜ ଛାଙ୍କି ଦଉଛୁ ସେରା ଦେଖନ୍ତୁ ଏପଟେ ଆମର ଚାଲିଲାଣି କଟାକଟି ଆଜି କ'ଣ ହବ କି ତରକାରୀ
କାଟିବା ପାଇଁ ଦେଇଛନ୍ତି ମୋର କାଟୁଛି। କାଟିବା ପାଇଁ ଦିଆଇ ତୋର କାଟୁଛି ଆଉ। ଏ ଦେଖନ୍ତୁ ଏ କ'ଣ ଆଳୁ କୁନ୍ଦୁରି ସରୁ ସରୁ କରି କାଟୁଛି ଗୀତାନି। ସେପଟେ କୋଉଠି ନାଉ ନା ଏଟା କଖାରୁ ଗୀତାନି କ'ଣଟା ନାଉ ନା କଖାରୁ ନାଉ ନାଉ ସେଠି କ'ଣ ଗୋଟେ ରଖିଛନ୍ତି ସେଟା ବି କାଟିବା ଦେଇଛନ୍ତି। ଆମର କିନ୍ତୁ ପ୍ରବଳ ହେଇଯାଇଛି କ'ଣ କହନି ଭାଇ ଅମୃତଭଣ୍ଡା। ଦେଖନ୍ତୁ ଇଏ ଦେଖନ୍ତୁ ଦୁଇଟା ଗଛରେ ପୁରା ପୁରା ଭରିକି ରହିଛି। ସେପଟେ ଦେଖନ୍ତୁ ସେପଟେ ମେଞ୍ଚେ ପଛକରେ ମେଞ୍ଚେ ମାନେ ଆମର ଅମୃତଭଣ୍ଡା ପ୍ରବଳ ଭାଇ। ସେରା କ'ଣ କରିବୁ କହନି ଭାଇ ନାଇଁ ବିକ୍ରି କରିବି ମୋ ନୂଆ ବେପାର ଷ୍ଟାର୍ଟ କରିବି। ସେରା ଖାଲି ବାପା କ'ଣ କରିବ କହିଲ ଖାଲି ମସଲା ଟିକେ ଦେଇଦେବ ଆଳୁ ଆଉ ଅମୃତଭଣ୍ଡା ତେଲ ଦେଇକି କଷିଦେବ ବଢ଼ିଆ ଲାଗିବ ନା ବାପା ମସ୍ତ ଲାଗିବ ପୁରା 1 ନମ୍ବର। ପକେଇଦେ ତାକୁ ହଁ ବାସ୍ ଆମ ଏଟା ଭାଇ ଛୁଆରା ଭାଇ ଲୋ ଭାଇ ଭାଇ ଏଟା ତ ପୁଅ ନୁହଁ ଏଟା ହଉଛି କୁକୁଡ଼ାଟା। ଦେଖନ୍ତୁ ସେ ଏଇଠି ପକେଇ ଦଉଛି ପକେଇ ଦେଇକିନା ସେଟା ଗୁଟେଇକି ଖାଇବ। ଗୁଟେଇ କୋଉମାନେ ଖାଆନ୍ତି କହନି ଚଢ଼େଇ ଛୁଆ କୁକୁଡ଼ା ଛୁଆ ଗଞ୍ଜା ଛୁଆ। ଏଟା ମୋ ଭାଇର ଗଞ୍ଜାଟା ହଁ ଖାଇବ ପା ଧାଇ ହାମ ତୁ ଦେଖିବୁନି ତୁ ବସ ଦେଖିବୁ ପଡ଼ିଥିବା ଜିନିଷ ସେ ଖାଇବ। ଏଇ ଦେଖ ହେଇ ଦେଖିଲୁ ପଡ଼ିଥିବା ଜିନିଷ ତାକୁ ଭଲ ଲାଗୁଛି ହେଲା ପଡ଼ିଥିବା କେମିତି ଖାଇବ ସେ ବା କୁକୁଡ଼ା ନା ଗଞ୍ଜା ଛୁଆଟା। ଗଞ୍ଜା ଛୁଆ କେବେ ଖାଇଲେନି ତାଟିଆରେ ପକେଇ ଦବ ଆ ଟିଟି 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 ତା ସେ ଟିଟି ଛୁଆଟା ପକେଇ ଦେଲା ମୁଢ଼ିକି ଦେଖନ୍ତୁ ଗୁଟେ ଗୁଟେ ଖାଉଛି। ହଁ ଖାଇଦେ ଖାଇଦେ ମସ୍ତ ଲାଗୁଛି ଆଉ ବଢ଼ିଆ ଖାଇଦେ ଭାଇ। ଏଟା ତ ପୁଅ ନହେଲେ ଏଟା ତ ଗଞ୍ଜା ଛୁଆ। ମୋର ଏତେ ନଲେଜ ନାହିଁ ଚୁଟି କଟା ବିଷୟରେ। ତୋର ଠିକ ଅଛି ଠିକ ତୁମ ନା କୋଉଠି ନା ନା ଦେଖିବୁ ତୁ ଦେଖେଇ ଦେଖେ ତୁ ନିଜେ ଦେଖେ ଦେଖେ ଏମିତି ରହିଲା ଏମିତି ରହିବା କଥା ହେଲା। ତ ସେ ଠକି ଦେଇ ତତେ ଆର ମାସ ତୁ ଯିବୁନି ହେଲା ମୁଁ କରିଦେବି ପଇସା ଟି ନବ ବୋଲି ପ୍ଲାନ୍ କରୁଛି ତୁ କାଟି 4 ମିନିଟିଆ କରିଦେବି ମତେ ଲୋକ ଦେଖିବେ କଣ କାହାକୁ ମୁଁ ଦେଇଛି। ହଁ ସତ କି ତାନେ ମୁଁ ଭଲ କାଟି ଶିଖିତା ତୁ ନିଜେ କନି ମୋ ଭଳିଆ କାଟିବ ସତରେ କାଟିଦେବି ଭଲ। ହଉ ଆର ମାସ ତାର କାଟିବୁ ହେଲା ମୁଁ କହିନି ପୁଅ ଚୁଟାଇ ମୁଁ କାଟିବି ତୁ ମନା କଲୁ। ମୁଁ କିନ୍ତୁ କେତେ ଚୁଟି କାଟି ଭାରିକା ସେଲୁନ ଦେଇଦେ ଦେଖେ କି ତାର ସତର ଭାଇ ଯେ ଭଲ କାଟିବ ହେଲା। ଦେଖୁନୁ କେମିତି ହେଇକି ରହୁଛି ଦେଖେ ଏଟା କ'ଣ ହେଲିକପ୍ଟର ଗୀତା ହେଲା କାଟିଦେବି ପକା ଚୁଟି ଶୋଇଥିଲା କାଟିଦେବି। ଦେଖଉଛି ମୋ ଦାଦାଙ୍କୁ ଦେଖନ୍ତୁ ଆଜି ପୁରା ହିରୋ ଲୁକରେ ଦାଦା ଆଜି ସତରେ ଦାଦା ତମେ ହିରୋ ଭଳିଆ ଦେଖାଉଛ। ମତେ କହିଥାନ୍ତେ ଟିକେ ପ୍ୟାଣ୍ଟ ଆଇରନ୍ କରିଦେଇଥାନ୍ତି। ହଁ ପ୍ୟାଣ୍ଟ ଟିକେ ଆଇରନ୍ ହେଇଥିଲେ ଦାଦା ପୁରା ହିରୋ ସତରେ ଦାଦା ଆଜି ହିରୋ ପୁରା ବୁଢା ଭଳିଆ ହେଇକି ଧୁତି ପିନ୍ଧିବେ ଚାଲିବେ। କିନ୍ତୁ ଭାରି ଠକ ପୁରା ବୁଢା ହେଇନାହିଁ ନିଜକୁ ବୁଢା ଭାବୁଛି। କ'ଣ କହୁଛ ଖୋଲି ଟିକେ କୁହ କ'ଣ କହୁଛ? ଏ ଭାଇ ଦାଦା ଖୁଡି ଡ୍ୟାନ୍ସ କରେ କେମିତି ହବ ତାକୁ ଆଜି ଦାଦା ହେଇଛନ୍ତି ହିରୋ ଖୁଡି କଥା ଖୁଡି କ'ଣ କହୁଛ ହବ ନା କ'ଣ ହବ ଖୁଡି ସବୁବେଳେ ରେଡି ନା ଆଜି ଭିଡିଓ ଟେ କରିବା। ହଁ ହବ ହଁ ନା ନା ଖାଲି ଦାଦା ଖୁଡି ହଁ ପୁରା ମିରାମିଶି ଆଉ କା ପୁଅ ରଞ୍ଜି ହଉଛି ଚଗଲା ପୁଅ। ଏ ଭାଇ ତୁ କ'ଣ କହୁଛୁ ତୁ ତା ବାପା ସେ ତ ବାପା କହିଲାଣି ଏତେ ଚଗଲା ଆମେ ତା ଡାକରେ ସବୁ ବୁଝିଯିବୁ। ଆମ ପୁଅ ମୋ ଭାଇକି ନେଇକି ଯାଉଛି ତା ଚୁଟି କାଟିଦେବ ବୋଲି। ଖାଇଯାଅ ଭାଇ ଭଉଣୀ ବି ସବୁ ଖାଇଯାଅ। ଆଜ୍ଞା ଭାଉଜ ଦେଖନ୍ତୁ କ'ଣ ଚାଲିଛି ଖାଇବା ପଖାଳ ଭାତ ଭଜା ଟମାଟର ଦଳା ଅଣ୍ଡା ତରକାରୀ ଖାଇଯା। ଗୀତାନି ଖାଉଛି ଭାଇର ଏବେ ସରିଗଲା। ମୋ ଭାଇ ଯାଉ ଆଇଁଷ ଖାଉନି। ହଁ ସେଇଥିପାଇଁ ଆଉ ତୁ କେଉଁ ହିସାବରେ ଗୀତାନି ଭାଇ ପାଖରେ ଆସି ଖାଉଛୁ। ସେ ଗୋଟେ ଲୋକ ଆଇଁଷ ଖାଉନି ତୁ ଆଇଁଷ ଖାଉଛୁ କେମିତି ଭାଇ ଦେଖେ ପୁରା ଜୁଳି ଦେଲା ତାଟିଆକୁ କଣ ସବୁ ଜୁଡ଼ିକି ଖାଉଛି। କେତେ ଗାଲଟେ କି ତୁ ନାନୀ ତାର ଗାଧେଇ ସାରିକିନା ଗଲା ଶାଢ଼ୀ ନେଇକିନା ଶୁଖେଇବୁ
ପକେଇ ଦଉନୁ ପକେଇ ଦଉନୁ କ'ଣ ପକେଇ ଦେ। ମୋ ନାନୀ ପାଇଁ ଗୋଟେ ନାଇଟ୍ ନେଇ ଆସିବି ପିନ୍ଧିଦେବ ଏକାଥରେ ତ ମୁଣ୍ଡରୁ ଏକାଥରେ ଗୋଡ଼ ପର୍ଯ୍ୟନ୍ତ। କ'ଣ କହୁଥିଲା ନାନୀ ସତ ନା କ'ଣ? ସିଏ ମାନେ ତ ସୁନ୍ଦର ସିଏ ଯାହା ପିନ୍ଧିବ ସେଇଟା ଦେଖାବ ସୁନ୍ଦର। ହାଁ ହଁ ନା ଲୋ ଭାଇ ଭାଉଜ କହିଲେ ସେ ଶାଢ଼ୀଟା ଦେଖାଉନଥିଲା ଭଲ କିନ୍ତୁ ସେ ପିନ୍ଧିଲା ପରେ ଭଲ ଦେଖାଉଛି। ମୁଁ କହିଲି ତା ମାନେ ଶାଢ଼ୀର ଏଠି କିଛି କ୍ୱାଲିଟି ନାହିଁ ନାନୀର କ୍ୱାଲିଟି। ଭାଉଜ ଭାଇ ଭାଉଜ ରାଗିଛନ୍ତି କହୁଛ ଲକ୍ଷ୍ମୀ ପୂଜା ଭୋଜି ହେଇପାରିଲାନି ଆମେ କ'ଣ କରିପାରିବା? ଏ ଭାଗ୍ୟର ନାହିଁ ପ୍ରସାଦ ଖାଇବା ଭାଗ୍ୟର ନାହିଁ। ମୁଁ ମୋଟା ହେଇଗଲିଣି ଯେ ଭାଇ ମୁଁ ଠିଆ ହେଇପାରୁନି ଆଉ। ରାତିରେ ବା ଖାଉନି ରାତିରେ ନ ଖାନେ ଗ୍ୟାସ୍ ହେଇଯାଉଛି। ହେଇ ଦେଖ ଗାଧେଇକି ଆମ ଘର ସମସ୍ତେ ଖାଇଲେଣି ମୁଁ ଏପର୍ଯ୍ୟନ୍ତ ଖାଇନି। ମୁଁ ନା ଖାଇ ମାନେ ହାଣ୍ଡିଏ ସବୁ ମୁଁ ସବୁବେଳେ ଲାଷ୍ଟରେ ଖାଇ ସେଇ ପାଇଁ କଡ଼ା ସହ ଖାଇ। ଏ ନା ତ ନିଶ ଉଠିଲାଣି ଲୁ ସତରେ ସତରେ ଉଠିଲାଣି। ଏଇଟା କ'ଣ ଦେଖ କହନି ଏରା ଲଙ୍କା ଗୁରା ବା କଞ୍ଚା ଲଙ୍କା। ଏଇଟା ଲଙ୍କା ଆଉ ଆମ ଛୋଟ ଗଛଟାରେ ହେଇଛି ଜୀବନ ଆମ ବୁଢ଼ୀ ଗଛଟାରେ। ଛୁଆ ବେଳେ ଗୋଟେ ଆମ ଫୁଟୁକା ଫୁଟାନ୍ତି ଜୀବନ ଫୁଟାନ୍ତି ସେଇଟା ନା ଏରା ଲଙ୍କା ଗୁରା ଆମ ବୁଢ଼ୀ ଗଛଟାରେ ବା। ମୁଁ ଯେ ଚିହ୍ନିନି ଆମ ବୁଢ଼ୀ ଗଛକୁ ଆଉ।